ନିମ୍ନଲିଖିତ ସଂଖ୍ୟା ଭିତରୁ 380 କେଉଁ ସଂଖ୍ୟାମାନଙ୍କ ଦ୍ୱାରା ବିଭାଜ୍ୟ? ଦେଖ ଏଠି ସଂଖ୍ୟା ଗୋଟେ ଦେଇଛି ଆମକୁ 2, 3, 4, 5, 6, 9, 10। 380 ଏଇ ସଂଖ୍ୟାମାନଙ୍କ ଭିତରୁ କେଉଁ ସଂଖ୍ୟା ଦ୍ୱାରା ବିଭାଜ୍ୟ? ପ୍ରଥମେ ଆମେ ଦେଖିବା 380ଟା 2 ଦ୍ୱାରା ବିଭାଜ୍ୟ ନା ନାହିଁ। ପିଲାମାନେ ଆମେ 2ର ବିଭାଜ୍ୟତା ନିୟମ ଜାଣିଛେ। 2ର ବିଭାଜ୍ୟତା ନିୟମ କ'ଣ? ଆମ ପାଖରେ ସଂଖ୍ୟା କ'ଣ ଅଛି? 380। ଏବେ ବିଭାଜ୍ୟତା ନିୟମ ଅନୁଯାୟୀ ଯଦି ସଂଖ୍ୟାଟି ଯୁଗ୍ମ ସଂଖ୍ୟା ହେଇଥିବ ତାହେଲେ ସେ ସଂଖ୍ୟା 2 ଦ୍ୱାରା ବିଭାଜ୍ୟ। କହିଲେ ଦେଖି ଏ ସଂଖ୍ୟାଟି ଯୁଗ୍ମ ସଂଖ୍ୟା ନା ନାହିଁ? ଯୁଗ୍ମ ସଂଖ୍ୟା ହେବ, କାରଣ ଏକକ ସ୍ଥାନରେ ଶୂନ ଅଛି। ତେଣୁ 380 2 ଦ୍ୱାରା ବିଭାଜ୍ୟ ହେବ। ସେମିତି ଆମେ ଦେଖିବା 3 ଦ୍ୱାରା ବିଭାଜ୍ୟ ନା ନାହିଁ। 3 ଦ୍ୱାରା ବିଭାଜ୍ୟ କେମିତି ଜାଣିବା? ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି ବାହାର କରିବା। ଏବେ ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି କେତେ ହେବ? 3 ଯୁକ୍ତ 8 ଯୁକ୍ତ 0 କେତେ? 11। ଏବେ 11 3 ଦ୍ୱାରା ବିଭାଜ୍ୟ କି? 11 3 ଦ୍ୱାରା ବିଭାଜ୍ୟ ନୁହେଁ, କାରଣ 3 3 9 ଏବଂ 3 4 12। ତେଣୁ 380 ବି 3 ଦ୍ୱାରା ବିଭାଜ୍ୟ ହେବ ନାହିଁ। ତାପରେ ଆମେ ଦେଖିବା 380 4 ଦ୍ୱାରା ବିଭାଜ୍ୟ କି? ଏବେ 4 ଦ୍ୱାରା ବିଭାଜ୍ୟ ପାଇଁ ବିଭାଜ୍ୟତା ନିୟମ କ'ଣ? ବିଭାଜ୍ୟତା ନିୟମ ହେଉଛି ସଂଖ୍ୟାର ଶେଷ 2 ଅଙ୍କକୁ ନେଇ ଯେଉଁ ସଂଖ୍ୟା ବନିବ ସେଇ ସଂଖ୍ୟାଟା ଯଦି 4 ଦ୍ୱାରା ବିଭାଜ୍ୟ ହେବ ତା ମାନେ କି ବଡ଼ ସଂଖ୍ୟାଟା ବି 4 ଦ୍ୱାରା ବିଭାଜ୍ୟ ହେବ। 380ଟା ଥିଲା ଆମର ସଂଖ୍ୟା। ସଂଖ୍ୟାର ଶେଷ 2 ଅଙ୍କ ନେଲେ ସଂଖ୍ୟା କ'ଣ ବନୁଛି? 80। ଏବେ 80ଟା 4 ଦ୍ୱାରା ବିଭାଜ୍ୟ କି? ବିଭାଜ୍ୟ ହେବ, କାରଣ 4 ଦୁନେ 8 0 8ରୁ 8 ଫେଡ଼ିଲେ ଏବଂ 0 ତଳକୁ ଆସିଲା। 4ରେ 0 ଗୁଣିଲେ 0। ଏଠି ଭାଗଶେଷ 0 ବାହାରୁଛି। ତେଣୁ 80 4 ଦ୍ୱାରା ବିଭାଜ୍ୟ। ତେଣୁ 380 ବି 4 ଦ୍ୱାରା ବିଭାଜ୍ୟ ହେବ। ତାପରେ ଆମେ ଦେଖିବା 380 5 ଦ୍ୱାରା ବିଭାଜ୍ୟ ନା ନାହିଁ। 5 ଦ୍ୱାରା ବିଭାଜ୍ୟର ବିଭାଜ୍ୟତା ନିୟମ କ'ଣ? ସଂଖ୍ୟାର ଏକକ ସ୍ଥାନରେ 0 ଥିବ, ନହେଲେ 5 ଥିବ। ଏବେ ସଂଖ୍ୟା 380, 380ର ଏକକ ସ୍ଥାନରେ କେତେ ଅଛି? 0 ଅଛି। ତେଣୁ 380ଟି 5 ଦ୍ୱାରା ବିଭାଜ୍ୟ ହେବ। ତାପରେ ଆମେ ଦେଖିବା 380 6 ଦ୍ୱାରା ବିଭାଜ୍ୟ ନା ନାହିଁ। 6 ଦ୍ୱାରା ବିଭାଜ୍ୟ ପାଇଁ ଆମେ ନିୟମ କ'ଣ ଜାଣିଛେ? ସଂଖ୍ୟାଟି 2 ଦ୍ୱାରା ବି ବିଭାଜ୍ୟ ହେଉଥିବା ଦରକାର, ସଂଖ୍ୟାଟି 3 ଦ୍ୱାରା ବି ବିଭାଜ୍ୟ ହେଉଥିବା ଦରକାର। 2 ଏବଂ 3 ଉଭୟ ଦ୍ୱାରା ବିଭାଜ୍ୟ ହେଉଥିବା ଦରକାର। ଏବେ ଦେଖ ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ ହେଉଛି, କିନ୍ତୁ 3 ଦ୍ୱାରା ବିଭାଜ୍ୟ ହେଉନାହିଁ। ତେଣୁ 6 ଦ୍ୱାରା ବି ହେବ ନାହିଁ। ତାପରେ ଆମେ ଦେଖିବା ସଂଖ୍ୟାଟି 9 ଦ୍ୱାରା ବିଭାଜ୍ୟ ହେଉଛି କି? 9 ଦ୍ୱାରା ବିଭାଜ୍ୟତାର ନିୟମ କ'ଣ? ସଂଖ୍ୟାଟିର ଅଙ୍କମାନଙ୍କର ସମଷ୍ଟିକୁ ଆମେ ଦେଖିବା ଯେ ସମଷ୍ଟିଟା ଯଦି 9 ଦ୍ୱାରା ବିଭାଜ୍ୟ ହେଉଥିବ ତେବେ ଯାଇ ସଂଖ୍ୟାଟା 9 ଦ୍ୱାରା ବିଭାଜ୍ୟ ହେବ। ଏବେ ଦେଖ ସମଷ୍ଟି କେତେ ଆମେ ପାଇଥିଲେ? 11। 11ଟା କ'ଣ 9 ଦ୍ୱାରା ବିଭାଜ୍ୟ? 11ରେ 9 ହରିଲେ 9 କେ 9 2 ବଳୁଛି ଭାଗଶେଷ। ଭାଗଶେଷ 0 ହେବ ନାହିଁ। ତେଣୁ 11 9 ଦ୍ୱାରା ବିଭାଜ୍ୟ ନୁହେଁ। ତେଣୁ 380 ବି 9 ଦ୍ୱାରା ବିଭାଜ୍ୟ ହେବ ନାହିଁ। ଏବଂ ଶେଷରେ 380ଟି 10 ଦ୍ୱାରା ବିଭାଜ୍ୟ ନା ନାହିଁ ଦେଖିବା। ଏବେ 10ର ବିଭାଜ୍ୟତା ନିୟମ କ'ଣ? 10ର ବିଭାଜ୍ୟତା ନିୟମ ଅନୁଯାୟୀ ସଂଖ୍ୟାର ଏକକ ସ୍ଥାନରେ 0 ଥିବା ଦରକାର। ଏବେ 380ର ଏକକ ସ୍ଥାନରେ କେତେ ଅଛି? 0 ହିଁ ଅଛି। ତେଣୁ 380 10 ଦ୍ୱାରା ବିଭାଜ୍ୟ। ତେଣୁ 380 କେଉଁ କେଉଁ ସଂଖ୍ୟାମାନଙ୍କ ଦ୍ୱାରା ବିଭାଜ୍ୟ ହେଲା? 2 4 5 10।